ଆଜି ଆମେ ଜାଣିବା ତାଳୁ ରୋଗ ବିଷୟରେ। ଆସନ୍ତୁ ତାଳୁ ରୋଗ କ'ଣ, ୟାର କେମିତି ଉପଚାର କରାଯାଏ, ଆଜି ଏ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ମୁଁ ଜଣାଇବି। ତାଳୁ ରୋଗ, ଏହି ରୋଗରେ ତାଳୁ ଫୁଲିଯାଏ। ଏହି ଫୁଲା ବଡ଼ ଧରଣର ଅତିଶୟ ପୀଡ଼ା ଦେଇଥାଏ। ସମସ୍ତ ପ୍ରକାର ତାଳୁ ରୋଗରେ ମଞ୍ଜି ଜାଷ୍ଟଳ ପାନ କରିବା ସହିତ ସେହି କ୍ଷତକୁ ମଞ୍ଜୁଆତି ସିଝା ଜଳରେ ଧୋଇବ। ନିଶ୍ଚିନ୍ତ ରୂପେ ତାଳୁ ରୋଗ ଭଲ ହୋଇଯିବ। ତତ୍ସହିତ ଆଉ ଏକ ବିଷୟଟି ରହିଛି। ବିଷୟଟି ଅଛି ଶୀତପିତ୍ତ ଆଲର୍ଜି। ଏହି ରୋଗରେ ଚର୍ମ ଉପରେ ଟଙ୍କା ଭଳି ଛକା ଛକା ହୋଇ ପଡ଼ିଯାଏ। ମଞ୍ଜୁଆତି ଏବଂ ଟାଙ୍ଗଣା ଖଇକୁ ବାଟି ଲେପ ଦେଲେ ଶୀତପିତ୍ତ ଆଲର୍ଜି ଭଲ ହୋଇଥାଏ। ଆସନ୍ତୁ ଆଉ ଏକ ବିଷୟଟି ରହିଛି ନାସା ରୋଗ। ନାସା ରୋଗ କ'ଣ, ଆଜି ମୁଁ ଆପଣମାନଙ୍କୁ ଜଣାଇବି। ମଞ୍ଜୁଆତି, ସୁଗନ୍ଧି ଓ ବେଲମୂଳ ଏହି ଦ୍ରବ୍ୟ ସବୁକୁ ସମମାତ୍ରାରେ ନେଇ ଖାତ ପ୍ରସ୍ତୁତ କରି ପାନ କଲେ ସବୁ ପ୍ରକାର ନାସା ରୋଗ ଭଲ ହୁଏ। ଏହା ସାଙ୍ଗରେ ଆଉ ଏକ ବିଷୟଟି ରହିଛି ଅନ୍ୟାନ୍ୟ ରୋଗ ବିଷୟରେ। ଆସନ୍ତୁ ସେଇଟି କ'ଣ ହେଉଛି। ଥଣ୍ଡା, ସର୍ଦ୍ଦି, କାଶରେ ମଞ୍ଜୁଆତି ପତ୍ର ଚୂର୍ଣ୍ଣ ସହିତ ମହୁ ମିଶାଇ ଛାଟିଲେ ଆରାମ ମିଳେ। ଟନସିଲ୍ ବଢ଼ିଥିଲେ ଏହି ପତ୍ରକୁ ପୋଡ଼ି ପାଣିରେ ମିଶାଇ ଗର୍ଗଲିଂ କରନ୍ତୁ। କାମଳ ରୋଗୀମାନଙ୍କର 50 ଗ୍ରାମ ଶୁଖା ମଞ୍ଜୁଆତି ପତ୍ରକୁ ଗୋଟିଏ ଗ୍ଲାସ ପାଣିରେ 12 ଘଣ୍ଟା ଭିଜାଇ ଛାଣି ପିଇଲେ ନିଶ୍ଚିନ୍ତ ରୂପେ ଉପକାର ପାଇବେ। ଯଦି ଶରୀରରେ କୌଣସି ଅଂଶ ଗଣ୍ଡି ଭଳି ଲାଗୁଥାଏ, ମଞ୍ଜୁଆତି ପତ୍ର ବାଟି ବାନ୍ଧିଲେ ଗଣ୍ଡ ମିଳାଇ ଯାଏ। ପାଟିରେ ଶୀତଳ ବାହାରିଲେ ଏହି ପତ୍ରକୁ ଚୋବେଇ ଖାଇଲେ କିମ୍ବା ଏହି ପତ୍ରକୁ ସିଝାଇ କୁଳି କଲେ ଉପକାର ମିଳେ। ନିଆଁ ଲାଗି ଶରୀରରେ କୌଣସି ଅଂଶ ପଡ଼ିଗଲେ ଏହି ପତ୍ରକୁ ବାଟି ଲଗାଇଲେ ଆରାମ ଲାଗେ। ଘା ଶୁଖିଯାଏ। ଦାନ୍ତ ମାଡ଼ି ଦୁର୍ବଳ ହୋଇ ରକ୍ତସ୍ରାବ ହେଲେ ମଞ୍ଜୁଆତି ପତ୍ର ସିଝାଇ ପାଣିରେ ଥଣ୍ଡା କରି କୁଳି କରନ୍ତୁ। ଯେଉଁମାନଙ୍କର ସ୍ୱାଭାବିକ ନିଦ୍ରା ହୁଏ ନାହିଁ, ଶଯ୍ୟାରେ ମଞ୍ଜୁଆତି ଫୁଲ ରଖି ଶୋଇଲେ ସୁନିଦ୍ରା ହୋଇଥାଏ। କୁଣ୍ଡିଆ ଆଦି ଚର୍ମ ରୋଗରେ ଏହି ଛାଲିକୁ ବାଟି ମହୁ ସହିତ ଖାଇଲେ ଉପକାର ମିଳେ। ଅକାଳରେ କେଶ ପାଚିଲେ ମେହେନ୍ଦି ତେଲ ଲଗାନ୍ତୁ। ମଞ୍ଜୁଆତି ପତ୍ର ଏବଂ ହଳଦୀ ଗୁଣ୍ଡାକୁ ଏକତ୍ର ସିଝାଇ ସେହି ଜଳରେ ଧୋଇଲେ ଯୋନିଶୂଳ ଏବଂ ଯୋନିକ୍ଷତ ରୋଗ ନିବାରିତ ହୁଏ। ମଞ୍ଜୁଆତିକୁ କାଞ୍ଜି ପାଣିରେ ବାଟି ଲେପ ଦେଲେ ଅସ୍ଥିର ଭଙ୍ଗ ଆରୋଗ୍ୟ ହୁଏ। ଆପଣ ନିଶ୍ଚିନ୍ତ ଏହାକୁ ପ୍ରୟୋଗ କରନ୍ତୁ, ଦେଖିବେ ବିଭିନ୍ନ ପ୍ରକାର ରୋଗ ଭଲ ହୋଇଯିବ। ଆସନ୍ତୁ ଏହା ସହିତ ଆଉ ଏକ ବିଷୟଟି ରହିଛି ବେଗୁନିଆ ଆୟୁର୍ବେଦିକ ଜଡ଼ିବୁଟି ଔଷଧ। ଆସନ୍ତୁ ସେ ବିଷୟରେ କ'ଣ ରୋଗ ଭଲ ହୋଇଥାଏ। ରୋଗଟି ହେଉଛି ବିଭିନ୍ନ ଜ୍ୱର। ବେଗୁନିଆ ପତ୍ର ସହ ଅର୍ଖ ପତ୍ର, ଶାହାଡ଼ା ପତ୍ର, ବାଉଁଶୀ ପତ୍ର ସିଝାଇ ଏକତ୍ର ନେଇ ମାଟି ହାଣ୍ଡିରେ ସିଝାଇ ରୋଗୀଙ୍କୁ ସେହି ବାମ୍ଫ ଦେଲେ ବିନା ଔଷଧରେ ଜ୍ୱର ନିବାରିତ ହୋଇଥାଏ। ବେଗୁନିଆ ପତ୍ର ରସର ଅଧା ରସ ମହୁ ପିପିଲି ପରୀକ୍ଷା ଦେଇ ସେବନ କଲେ ଦୁଃସାଧ୍ୟ ଜ୍ୱର ନିବାରିତ ହୁଏ। 2 ନମ୍ବର ପଏଣ୍ଟ ହେଉଛି ବେଗୁନିଆ ପତ୍ର ଏକ ଚେଲିର ରସ 2 ଭାଗରେ 1 ଭାଗ ସୋରିଷ ତେଲରେ ପାକ କରି ସେହି ତେଲକୁ ଦେହରେ ଲଗାଇଲେ ସ୍ନାନ କଲେ ମ୍ୟାଲେରିଆ ଜ୍ୱର ହୁଏ ନାହିଁ। 3 ନମ୍ବର ପଏଣ୍ଟ ରହିଛି ବେଗୁନିଆ ପତ୍ର ରସ ସହିତ ପିପିଲି ଚୂର୍ଣ୍ଣ ଏବଂ ମହୁ ପରୀକ୍ଷା ଦେଇ ସେବନ କଲେ ଯାବତୀୟ ଜ୍ୱର ଭଲ ହୁଏ। ତତ୍ସହିତ ଆଉ ଏକ ବିଷୟଟି ରହିଛି କୁର୍ମି ପାଇଁ। ବେଗୁନିଆ ଫଳକୁ ଚୂର୍ଣ୍ଣ କରି 3ରୁ 6 ଗ୍ରାମ ମାତ୍ରାରେ ସକାଳେ ସଞ୍ଜେ ସେବନ କଲେ କୁର୍ମି ରୋଗ ଉପଶମ ହୁଏ। ତତ୍ସହିତ ଆଉ ଏକ ବିଷୟଟି ରହିଛି ଶୀତପିତ୍ତ ବା ଅଜ୍ଞାବାତ ପାଇଁ। ବେଗୁନିଆ ପତ୍ରକୁ ବାଟି ଟିକେ ଉଷୁମ କରି ଲେପ ଦେଲେ ଫୁଲା ଖୁବ୍ ଶୀଘ୍ର ନିବାରିତ ହୁଏ। ଦେହ କୁଣ୍ଡାଇବା ମଧ୍ୟ ଭଲ ହୋଇଥାଏ। ଆସନ୍ତୁ ଜାଣିବା ଆଉ ଏକ ବିଷୟଟି ରହିଛି କଫ ପାଇଁ। ବେଗୁନିଆ ଚେଲି ରସ ସହିତ ବାସଙ୍ଗ ଚେଲି ରସ ଏବଂ ମହୁ ମିଶାଇ 7 ଦିନ ସେବନ କଲେ ଭୟଙ୍କର କଫ ନାଶ ହୁଏ। 2 ନମ୍ବର ପଏଣ୍ଟ ରହିଛି ବେଗୁନିଆ ପତ୍ରକୁ ଛେଚି ସେହି ରସରେ ମହୁ ମିଶାଇ ସକାଳେ ସନ୍ଧ୍ୟାରେ 1 ଚାମଚ କରି ଖାଇଲେ ଖାସ, ଶ୍ୱାସ, କଫ ନିବାରିତ ହୁଏ। ତତ୍ସହିତ ଆଉ ଏକ ରହିଛି ସର୍ବପ୍ରକାର କଣ୍ଠୁ ରୋଗ।
ବିଞ୍ଚି ଏବଂ ଯାଦୁ ପ୍ରଭୃତି ବେଗୁନିଆ ଚେର ବାଟି ଲଗାଇଲେ ଉପକାର ମିଳେ। 2 ନମ୍ବର ପଏଣ୍ଟ ରହିଛି ବେଗୁନିଆ ପତ୍ର, ବାସଙ୍କ ପତ୍ର, ନିମ୍ବ ପତ୍ର, ବେଲପତ୍ର ସମ ପରିମାଣରେ ନେଇ ସେଥିରେ ହଳଦୀ 10 ଖଣ୍ଡ, ମଞ୍ଜି ଛଡ଼ା ଅରିଡ଼ା 10ଟି ଓ ସବନ୍ଧ ଲୁଣ 1 ତୋଳା ଏକତ୍ର ବାଟି ଲଗାଇଲେ ସରପ୍ରକାର କଣ୍ଟୁ ରୋଗ ଭଲ ହୋଇଥାଏ। 3 ନମ୍ବର ରହିଛି ଗୋଟିଏ ମାଟିଆରେ ବେଗୁନିଆ ପତ୍ରକୁ ମୁହଁ ବନ୍ଦ କରି ସିଝାଇ ସେହି ଜଳରେ ନିୟମିତ 21 ଦିନ ସ୍ନାନ କଲେ କୁଷ୍ଠ, ଯାଦୁ, କଣ୍ଟୁ ରୋଗାକ୍ରାନ୍ତର ରୋଗୀ ଆଶ୍ଚର୍ଯ୍ୟଜନକ ଭାବରେ ଭଲ ହୁଅନ୍ତି। ଆପଣମାନେ ୟାକୁ ନିଶ୍ଚିନ୍ତ ପ୍ରୟୋଗ କରନ୍ତୁ, ଦେଖିବେ ଆପଣଙ୍କର ସବୁ ପ୍ରକାର ବେଦନା ଦୂର ହୋଇଯିବ। ପୁଣି ଦେଖାଇବା ନେକ୍ସଟ ଭିଡ଼ିଓରେ। ସେଥିପାଇଁ ମୁଁ ବିଦାୟ ନେଉଛି। ନମସ୍କାର।